हेलो फ्रेंड्स, वेलकम टू माय यूट्यूब चैनल। तो ପିଲାମାନେ ଯୋଉମାନେ ବି ଭିଡ଼ିଓଟିକୁ ଦେଖୁଛ ତ ସ୍କିପ୍ ନ କରି ଭିଡ଼ିଓଟିକୁ ଲାଷ୍ଟ ପର୍ଯ୍ୟନ୍ତ ଦେଖ। କ'ଣ ପାଇଁ ନା ତୁମର 19 ତାରିଖ ଦିନ, ଠିକ ଅଛି ପିଲାମାନେ, 19/8 ତୁମର ସେକେଣ୍ଡ ସିଲେକ୍ସନ ଯୋଉଟା ବାହାରୁଛି, ସେକେଣ୍ଡ ଫେଜ୍ ବାହାରୁଛି, ଠିକ ଅଛି। ସେକେଣ୍ଡ ଫେଜ୍ ବାହାରୁଛି ବିଏଡ୍ ର, ସେକେଣ୍ଡ ଫେଜ୍ ବାହାରୁଛି ଆଡମିସନ ପାଇଁ ବିଏଡ୍ ର। ତ ଯୋଉ ପିଲାମାନେ ପ୍ରିଭିୟସ୍ ମାନେ ଭିଡ଼ିଓ ଯୋଉମାନେ ଦେଖିନାହାନ୍ତି ବିଏଡ୍ ର, ଯେ ଫାଷ୍ଟ ଆଲଟମେଣ୍ଟ ର, ତ ଦେଖିଦେବେ। ତ ଏ ବର୍ଷ ବହୁତ ଟପ୍ କଟଅଫ୍ ଯାଇଛି, ତ ଜାଣିପାରୁଥିବ ପିଲାମାନେ। ତ ଆମେ ଭାବୁଥିଲେ, ଆଶା କରୁଥିଲେ ଯୋଉଟାକି ଫାଷ୍ଟ ସିଲେକ୍ସନଟା ଯୋଉଟାକି ତୁମର 50ରୁ 60 ଭିତରେ ହେବା କଥା ହେଲା, ଠିକ ଅଛି। 50ରୁ 60 ଭିତରେ ରହିବା କଥା, କିନ୍ତୁ ସେଟା ବହୁତ ହାଇ ଟପ୍ ହେଇଛି, ଯୋଉଟାକି ତୁମର 60ରୁ 70 ଭିତରେ ହେଇଗଲା, ଠିକ ଅଛି। 60ରୁ 70 ଭିତରେ ହେଇଗଲା। ତ ଆମେ ଭାବୁଥିଲେ, ତ ସେକେଣ୍ଡ କଟଅଫ୍ଟା ଆମେ ଭାବୁଥିଲେ ଯୋଉଟାକି ଟିକେ କମ୍ ଆସିବ, ଠିକ ଅଛି। 60 ତଳକୁ ଆସିବ ବୋଲି ଆମେ ଭାବୁଥିଲେ, ଯୋଉଟାକି 55ରୁ 60 ଭିତରେ ଆସିବ ବୋଲି ଆମେ ଭାବୁଥିଲେ, କିନ୍ତୁ ସେଟା ମେ ବି ମାନେ କ'ଣ ହେବ ତ ଭିଡ଼ିଓରେ ଆମେ ଦେଖିବା। ତ ମୁଁ ତ ଆଶା କରୁଛି ସେଇଟା ଯଦି ହଉ ବୋଲି। ତ ମୁଁ ପ୍ରିଭିୟସ୍ ଭିଡ଼ିଓରେ ଯୋଉମାନେ ଦେଖିନା ତ ଦେଖିଦିଅ କଟଅଫ୍ ମାର୍କ। ତ ହାଇଲି ବହୁତ ପସିବୁଲ ନୁହଁ ଯେ ଯୋଉ ପିଲାମାନେ ସେକେଣ୍ଡ ସିଲେକ୍ସନରେ, ମାନେ ଯୋଉମାନେ ଫାଷ୍ଟ ଯୋଉମାନଙ୍କର ତ ଆଡମିସନ ହେବା କଥା, ସେମାନେ ତ ଆଡମିସନ ହେଇସାରିଥିବ। ତ ଯୋଉ ପିଲାମାନେ ଭାବୁଥିବେ ଯେ ମୋର ଫାଷ୍ଟ ସିଲେକ୍ସନ ହେଲା ନାହିଁ କି ପାଇଁ, ତ ସେକେଣ୍ଡ ସିଲେକ୍ସନ ସେମାନେ ୱେଟ୍ କରିଥିବେ ଯେ ମୋର ସେକେଣ୍ଡ ସିଲେକ୍ସନ ହେବ ବୋଲି। ତ ଆଗେ ଦେଖିତ କୋଉ କଲେଜ କେତେ କେତେ କ'ଣ ମାନେ କଟଅଫ୍ ଯାଇଛି, ଠିକ ଅଛି। ତ ସମସ୍ତେ ଯିଏ ଯାହାର ନିଜର ଡିଷ୍ଟ୍ରିକ୍ଟ ହିସାବରେ ତୁମେ ଚେକ୍ କରିଦେବ। ମୁଁ ବି ମଧ୍ୟ ଦେଖେଇ ଦଉଛି କିଛି 4-5ଟା ମୋ କଲେଜ, ମାନେ ଗଭର୍ଣ୍ଣମେଣ୍ଟ ସେଲ୍ଫ ଫାଇନାନ୍ସିଂ କଲେଜ ମୁଁ ଦେଖେଇ ଦଉଛି। କିଛି ଆମେ ଦେଖିବା, ଆଉ ତାପରେ ଆମେ ଦେଖିବା ତ ଏଭରେଜ କେତେ ରହୁଛି, ଠିକ ଅଛି। ଏଭରେଜ କଟଅଫ୍ କେତେ ରହୁଛି, ତ ସବୁ କଲେଜ କେତେ ଏଭରେଜ ରହୁଛି, ଠିକ ଅଛି। ତ ପିଲାମାନେ ଭିଡ଼ିଓଟି ଷ୍ଟାର୍ଟ କରିବା ପୂର୍ବରୁ ଯୋଉମାନେ ଚ୍ୟାନେଲଟି ପ୍ରଥମ ଥର ପାଇଁ ଆସିଛ, ଭିଡ଼ିଓଟିକୁ ସବସ୍କ୍ରାଇବ କର। ତ ଆଗାମୀ ଭିଡ଼ିଓ ମୁଁ ଯାହା ବି କିଛି ଆପଡେଟ୍ ଦେବି, ଜବ୍ ରିଲେଟେଡ୍ ହଉ କିମ୍ବା ତୁମ ଷ୍ଟଡି ରିଲେଟେଡ୍ ହଉ, ଠିକ ଅଛି, ତ ତାହା ତୁମେ ଆପଡେଟ୍ ପାଇବ, ଠିକ ଅଛି। ଆଉ ଭିଡ଼ିଓଟିକୁ ଲାଇକ୍ କର, ନିଜ ସାଙ୍ଗମାନଙ୍କୁ ସବସ୍କ୍ରାଇବ କର। ଯୋଉମାନେ ସେକେଣ୍ଡ ସିଲେକ୍ସନ ମାନେ କଟଅଫ୍ ପାଇଁ ୱେଟ୍ କରିଛନ୍ତି, ସେମାନଙ୍କୁ ମୋତେ ସେୟାର କର। କାରଣ ତୁମର 19 ତାରିଖ ଦିନ ତୁମର ବାହାରିବ, ତ ତାର କଟଅଫ୍ ମଧ୍ୟ ଆସିଯାଇଛି। ତ 19 ତାରିଖ ଦିନ ତୁମର ସମସ୍ତେ ତୁମର ନିଜର ଫାଷ୍ଟ ଆଲଟମେଣ୍ଟ ମଧ୍ୟ ପାଇଯିବ। କୋଉ ଜାଗାରେ ତୁମର ଆଡମିସନ ହେବ ତୁମର ଆସିଯାଇଥିବ। ସେକେଣ୍ଡ ସିଲେକ୍ସନ ଷ୍ଟାଟସ୍ ମଧ୍ୟ ତୁମେ ଏଠି ଦେଖିପାରିବ, ସିଲେକ୍ସନ ଷ୍ଟାଟସ୍ ମଧ୍ୟ ତୁମେ ଦେଖିପାରିବ, ଠିକ ଅଛି। ତ 19 ତାରିଖ ଦିନ ତୁମର ଆସିବ। ତ ଆମେ ତା ପୂର୍ବରୁ କଟଅଫ୍ ଆଗ ଦେଖିବା, କାରଣ କଟଅଫ୍ ଅଲରେଡି ତୁମର ରିଲିଜ ହେଇସାରିଛି। ତ ଆମେ କଟଅଫ୍ ଆଗ ଦେଖିବା, ଠିକ ଅଛି। ତ ସମସ୍ତେ ତୁମର ନିଜ ଫୋନରେ ମଧ୍ୟ ଦେଖିପାରିବ। ସାମ୍ ପୋର୍ଟାଲ ଓପନ କର, ସାମ୍ ପୋର୍ଟାଲ ଓପନ କରିକି, ଠିକ ଅଛି, ତୁମର ଏଠି ଦେଖିପାରୁଥିବ ଇନଷ୍ଟିଚ୍ୟୁଟ କଟଅଫ୍ ମାର୍କ ରହୁଛି, ତାକୁ ତୁମେ ଓପନ କରିବ। ତାପରେ ତୁମର ସେକ୍ସନ ଏକାଡେମୀ ତୁମେ ଏଠି ଓପନ କରିବ, 2025-26। ତାପରେ କୋର୍ସ ତୁମର ମାରିଦେବ ବିଏଡ୍। ତାପରେ ଇନଷ୍ଟିଚ୍ୟୁଟ ତୁମେ ଏଠି ଦେଇପାରିବ, ଠିକ ଅଛି। ଫାଷ୍ଟ ଅଛି ତୁମର କେଉଁଝର, ତ କେଉଁଝର ଆଗ ଦେଖିଦେବା। ତୁମର ରାଉଣ୍ଡ ମଧ୍ୟ ସେକେଣ୍ଡ ରାଉଣ୍ଡ, ଠିକ ଅଛି, ଶୋ କରିଦେଲା। ତ ଏଠି ପିଲାମାନେ ତୁମେ ଦେଖିପାରୁଥିବ ଆର୍ଟ୍ସ ପିଲାମାନଙ୍କ ପାଇଁ ଜେନେରାଲ ଆଉ ଏସିବିସି, ଜେନେରାଲ ଆଉ ଏସିବିସି ସମାନ ଅଛି, 61.25, 61.25। ତାପରେ ଏସସି ଏସଟି ମାନଙ୍କର ଅଛି 56 ଆଉ 53 ଠିକ ଅଛି। ଆଉ ସାଇନ୍ସ ପିଲାମାନଙ୍କର ତୁମ ପିଲାମାନେ ଦେଖିପାରୁଥିବ, ସାଇନ୍ସ ପିଲାମାନଙ୍କର ସବୁଠୁ ଏଥିରୁ କୋଟା ମାର୍କ କମ ଅଛି। ସାଇନ୍ସ ପିଲାମାନଙ୍କର ଟେନସନ କିଛି ନେବାର ନାହିଁ। ତ ସେମାନଙ୍କର ଯଦି ମାର୍କ ଯଦି ଠିକ ଠାକ ଯଦି ଥିବ, ତାହେଲେ ସେମାନେ ତାଙ୍କର କୋଟା ମଧ୍ୟ ଠିକ। ତ ଆମେ ଆଗ ଆର୍ଟ୍ସ ପିଲାମାନଙ୍କ ଦେଖିବା। ଆର୍ଟ୍ସ ପିଲାଙ୍କ ସବୁ କଲେଜରେ ବହୁତ ଟପ୍ କଟଅଫ୍ ଯାଇଛି। ଯୋଉ ପିଲାମାନେ ବହୁତ ମାନେ ମତେ କମେଣ୍ଟ କରୁଛନ୍ତି ଯେ ସାର୍ ମୋର ହେବ କି ନହବ, ସେକେଣ୍ଡ ସିଲେକ୍ସନ ହେବ କି ନାହିଁ, ସେମାନେ ବହୁତ ମାନେ ଟେନସନ ବହୁତ ରହୁଛନ୍ତି। ତ ଟେନସନ ସେମିତି କିଛି ନିଅ ନାହିଁ। ତ ଯୋଉମାନେ
ଯୋଉମାନଙ୍କର 60+ ଅଛି, ଠିକ ଅଛି, ଯୋଉମାନଙ୍କର 60+ ଅଛି ତ ସେମାନେ ଟେନସନ କିଛି ନାହିଁ, ମାନେ ସେମାନଙ୍କୁ ଆରାମସେ ହେଇଯିବ, କାରଣ ଅଧିକାଂଶ ପିଲାମାନଙ୍କର 50 ରୁ 60 ଭିତରେ ଅଛି, ଠିକ ଅଛି, 50 ରୁ 60 ଭିତରେ ଅଛି। ତ ମେ ବି ହେଇପାରେ, ତୁମର ହେଇପାରେ କି ନ ହେଇପାରେ, ତ ଏଥର ଏ ବର୍ଷ ଚାନ୍ସ ବହୁତ କମ ରହୁଛି, ଠିକ ଅଛି, ଏ ବର୍ଷ ଚାନ୍ସ ବହୁତ କମ ରହୁଛି, ସେଥିପାଇଁ ନା, କାରଣ ଏମିତିରେ ବି ମୋ ଭଉଣୀର ବି ସେ ବି ବିଏଡ ଏକ୍ଜାମ ଦେଇଛି, ତ ତେଣୁ ତାର ବି କଟ ଅଫ୍ ମାର୍କ ସେମିତି ବହୁତ ସେ ବି ଠିକ ଠାକ ରଖିଛି, ଫିର ବି ନ ବି ହେଇପାରେ ଚାନ୍ସ, କାରଣ ତୁମର ନିଜର ଇନଷ୍ଟିଚ୍ୟୁଟ ତୁମର ଦେଖିପାରୁଥିବ, ତୁମେ ଯୋଉମାନେ ବି ଇନଷ୍ଟିଚ୍ୟୁଟ ୱାଇଜ ଷ୍ଟ୍ରେନ୍ଥ ଦେଖିଥିବ, ପୁଣି ତାର ତୁମର ଆଡମିସନ କେତେ ପିଲା ହେଇସାରିଛନ୍ତି, ତୁମେ ମାନେ ଯୋଉମାନେ ଦେଖିନ, ତୁମେ ତୁମର ଦେଖିଦବ, ଠିକ ଅଛି, ଆଉ କେତେ କେତେ ଭେକେନ୍ସି ଅଛି ସେଟା ମୁଁ ତୁମକୁ ଲାଷ୍ଟରେ ମୁଁ ଦେଖେଇଦେବି, ଠିକ ଅଛି, ଲାଷ୍ଟ ପର୍ଯ୍ୟନ୍ତ ପୁରା ରହିବ, ହେଲେ ଲାଷ୍ଟରେ ମୁଁ ତୁମକୁ ଦେଖେଇଦେବି କୋଉ କୋଉ ଇନଷ୍ଟିଚ୍ୟୁଟରେ କେତେ କେତେ ଭେକେନ୍ସି ଟୋଟାଲ ରହିଛି, ଆଉ କେତେ ପିଲା ଆଡମିସନ ଅଲରେଡି ହେଇସାରିଛନ୍ତି, ସେଟା ବି ମତେ ତୁମମାନଙ୍କୁ କହିଦେବି, ଠିକ ଅଛି, ତ ଦେଖିପାରୁଥିବ। ତାପରେ ଆମେ ଦେଖିବା ଆଉ ଗୋଟେ କଲେଜ ଆମେ ଏବେ ଚୁଜ୍ କରିବା, ବ୍ରହ୍ମପୁର କଲେଜ ତୁମେ ଦେଖିପାରୁଥିବ, ବ୍ରହ୍ମପୁର କଲେଜ କେତେ କଟଅଫ୍ ଯାଇଛି, ବ୍ରହ୍ମପୁର କଲେଜ ପିଲାମାନେ ତୁମେ ଦେଖିପାରୁଥିବ, ଆର୍ଟ୍ସ ପିଲାମାନଙ୍କର ଯାଇଛି 59, ଠିକ ଅଛି, 59.25, 59.25, ଏସି ଏସଟି ମାନଙ୍କୁ 54, ଆଉ ଗୋଟେ 49 ଯାଇଛି, ଠିକ ଅଛି, ତାପରେ ସାଇନ୍ସ ପିଲାମାନଙ୍କର ଯାଇଛି 51 and 50, ଏସି ଆଉ ଏସି ଆଉ ଏସଟି ମାନଙ୍କୁ 44 and 39 ଯାଇଛି, ଠିକ ଅଛି, ଏସି ବିସି ଆଉ ଜେନେରାଲ ମାନଙ୍କ ଟିକେ କଟଅଫ୍ ଟିକେ ରହୁଛି, କାରଣ ସବୁ କଲେଜରେ ସମସ୍ତଙ୍କର ଏଭରେଜ ମାନେ ଏବେ ବି ଦେଖିପାରୁଥିବ ସେ 59 ଆସୁଛି, ଠିକ ଅଛି, ତା ବାଦରେ ତାପରେ ଆଉ ଗୋଟେ ଦେଖିବା, ତାପରେ ଆମେ ବାଲେଶ୍ୱର କଲେଜକୁ ଯିବା, ବାଲେଶ୍ୱର କଲେଜ ତୁମେ ଦେଖିପାରୁଥିବ, ଦେଖ ସବୁଠୁ ବେଶୀ ହେଇଗଲାଣି, ଏଠି ହେଇଗଲାଣି 63 ଜେନେରାଲ ଆପଣଙ୍କର ରହୁଛି, ଏସି ମାନଙ୍କର ବି ଏସି ବିସି ମାନଙ୍କର ବି ଚଢି 63, ତାର ପିଲାମାନେ ତୁମେ ଦେଖିପାରୁଥିବ, ଏସଟି ପିଲାଙ୍କର ସିଟ୍ ନାହିଁ, ଭେକେନ୍ସି ଆଉ ନାହିଁ, ସିଟ୍ ପିଲାଙ୍କର ଭେକେନ୍ସି ନାହିଁ, ତ ଏସି ମାନଙ୍କର ଭେକେନ୍ସି ଅଛି, ଠିକ ଅଛି, 57 ଏଟା 48 ରହୁଛି, ତା ବାଦେ ତମର ସାଇନ୍ସ ପିଲାମାନଙ୍କର ରହୁଛି 54 ରହୁଛି, ଜେନେରାଲ ମାନଙ୍କର ରହୁଛି 54.25, ଠିକ ଅଛି, ଏସି ବିସି ମାନଙ୍କର ସେଇ 54.25, ପିଲାମାନେ ତୁମେ ଦେଖୁଛ, ଠିକ ଅଛି, ତୁମର ଜେନେରାଲ, ଠିକ ଅଛି, ତୁମର ଜେନେରାଲ ଆଉ ତୁମର ଏସି ବିସି ଦୁଇଟାର ସବୁବେଳେ ସମାନ ରହୁଛି, ଠିକ ଅଛି, ସମାନ ରହୁଛି, ସାଇନ୍ସ ଆଉ ଆର୍ଟ୍ସ ର, ଠିକ ଅଛି, ସାଇନ୍ସ ଆଉ ଆର୍ଟ୍ସ ର ତ ସବୁବେଳେ ସମାନ ରହୁଛି, ତାପରେ ଆମେ ଦେଖିବା ଧରଣୀଧର କଲେଜ, ତ ଯୋଉମାନେ କେଉଁଝର ଡିଷ୍ଟ୍ରିକ୍ଟ ର ପିଲାମାନେ ବି ରହୁଛ, ସେମାନେ ମଧ୍ୟ ଦେଖିଦିଅ, ତୁମର କେଉଁଝର କେତେ କଟଅଫ୍ ରହୁଛି, ଦେଖ ସେଇ ସେମ୍ ରହୁଛି, ଦେଖ ପିଲାମାନେ ଆର୍ଟ୍ସ ଆଣ୍ଡ ସାଇନ୍ସ ଜେନେରାଲ ର ତୁମର ଦେଖିପାରୁଥିବ, ରହୁଛି କେତେ 59.25, ତାପରେ ସାଇନ୍ସ ପିଲାମାନଙ୍କର ଅଛି 51, ତାପରେ ଏସିବିସି ମାନଙ୍କର ସେଇ ସେମ୍ ରହୁଛି 59.25, ତାପରେ ତୁମର ସାଇନ୍ସ ମାନଙ୍କର ହଉଛି 50.75, ଠିକ ଅଛି, ତା ବାଦେ ତୁମର ଏସି ଏସଟି ମାନଙ୍କର ହଉଛି 54 ରହିଲା 54.50, ତାପରେ ଏସଟି ମାନଙ୍କର ରହିଲା 50.50, ତାପରେ ତୁମର ସାଇନ୍ସ ପିଲାମାନଙ୍କର 43.75, ତାପରେ 39.50, ତାପରେ ଆମେ ଦେଖିବା ଯୋଉମାନେ କଲିକଟ ୟୁନିଟାରୀ ୟୁନିଭର୍ସିଟି ବ୍ରହ୍ମପୁର, ଠିକ ଅଛି, ଏଟା ଦେଖିବ, ଏଟା ଦେଖ, ଏ ମଧ୍ୟ ତୁମେ ଦେଖିପାରୁଥିବ, ଠିକ ଅଛି, 59.50, 51.50, ଏବେ ତୁମେ ଏସିବିସି ଦେଖ ସେଇ ସେମ୍ ଆସୁଛି, ଠିକ ଅଛି, ସେଇ ସେମ୍, ଠିକ ଅଛି, ସେଇ ସେମ୍ ଅଛି, ତାପରେ ଯୋଉମାନେ ରାଧାନାଥ ଇନଷ୍ଟିଚ୍ୟୁଟ କଟକ ରେ ଦେଖୁଛ, କଟକ ପିଲାମାନେ ଦେଖିପାରୁଥିବ, ତୋର ସବୁଠୁ ହାଇଏଷ୍ଟ କଟଅଫ୍ ଯାଉଛି ରାଧାନାଥ ଇନଷ୍ଟିଚ୍ୟୁଟ, ଦେଖ ପିଲାମାନେ 55, ମାନେ ଭାବି ବି ହଉନି ଯେ ମାନେ ଏତେ କଟଅଫ୍ ରହୁଛି, ପିଲାମାନେ ରହୁଛନ୍ତି କେମିତି, ଏସି ଏସଟି ମାନଙ୍କର 58, 52, ମାନେ ଏତେ ହାଇଲି କଟଅଫ୍, ମାନେ ଯୋଉଟା କି ମାନେ
ଫାଷ୍ଟ ଫେଜରେ ତ ଅଲରେଡି ତୁମେ ଜାଣିଥିବ ଫାଷ୍ଟ ଆଲଟମେଣ୍ଟରେ କେତେ ଯାଇଥିଲା ସବୁଠୁ ହାଏଷ୍ଟ 66। ତ ଏବେ ଯାଉଛି ମାତ୍ର 3 ମାର୍କ, ମାତ୍ର 3 ମାର୍କ କଟିଛି, 3 ମାର୍କ ହାଏଷ୍ଟ କଟିଛି। 3 ମାର୍କ କଟିକି ତୁମର କେତେ ହେଲାଣି 65। 3 ମାର୍କ କଟୁଛି କିମ୍ବା 1 ମାର୍କ କଟୁଛି, ଏଇଟା ତୁମର 1 ମାର୍କ ଏଥର କଟିଛି 1 ମାର୍କ, ସେକେଣ୍ଡ ମାତ୍ର 1 ମାର୍କ। ଅଧିକାଂଶ ଜାଗାରେ 6 ମାର୍କ କଟୁଛି, କେଠି 5 ମାର୍କ, କେଠି 3 ମାର୍କ, ସେଇ ହିସାବରେ ତୁମର କଟିକି ଆସୁଛି। ଠିକ ଅଛି, ଏଥିପାଇଁ ଦେଖିବ ତ ମାନେ 1 ମାର୍କ ଡିଫରେନ୍ସ, 1 ମାର୍କ। ମାନେ ଏସ୍ ସି ଏସ୍ ଟି ମାନଙ୍କର 58 52 ରହୁଛି, ଜେନେରାଲ ଆଉ ଓବିସି ପିଲାମାନଙ୍କର ତୁମେ ଦେଖ 65.75। ତା ବଦଳରେ ତୁମର ସାଇନ୍ସ ପିଲାମାନଙ୍କର ତୁମେ ଦେଖିବ ତ 58.25 ରହୁଛି, ଆଉ ଏଟା ହଉଛି ତୁମର ଏସ୍ ବି ସି ମାନଙ୍କର ହଉଛି 57.50। ତାପରେ ତୁମେ ମାନେ ନିଜ ନିଜ ଡିଷ୍ଟ୍ରିକ୍ଟ କୁ ଯାଇକି ମଧ୍ୟ ତୁମେ ନିଜେ ନିଜେ ଚେକ୍ କରିପାରିବ। ଠିକ ଅଛି, ସମସ୍ତେ ତାପରେ ଏଠି ତୁମେ ମାନେ ଦେଖିପାରୁଥିବ ପୁରୀ, ଯୋଉମାନେ ପୁରୀରେ ଯୋଉମାନେ ରହୁଛ, ଠିକ ଅଛି, ତ ପୁରୀରେ ଆମେ ଆଗ ଚେକ୍ କରିବା। ପୁରୀରେ ତୁମେ ଦେଖିବ ତ 59, ଦେଖ 59 ଯାଉଛି, ଦେଖ ଅଧିକାଂଶ ଦେଖିଲେ ସବୁଆଡେ ଦେଖ 59 ପଏଣ୍ଟ, ସବୁଆଡେ 59 59, ଏସ୍ ସି ଙ୍କୁ 54 49, ଆଉ ସାଇନ୍ସ ଙ୍କୁ 52.50 44 39। ଠିକ ଅଛି, ସବୁ ଘରେ ସମାନ। ମାନେ ଏଭରେଜ କହିବାକୁ ଗଲେ ମାନେ ମାନେ ସବୁରେ ସେକେଣ୍ଡ ସିଲେକ୍ସନ ମାନେ ସେକେଣ୍ଡ ଫେଜରେ, ଠିକ ଅଛି, ସବୁ କଲେଜ କ୍ୟାମ୍ପସ ତୁମର 59 ପ୍ଲସ୍ ମାର୍କ ନେଇଛନ୍ତି। 59 ତଳକୁ ଗୋଟେ ବି ଯାଇନାହିଁ। ଠିକ ଅଛି ପିଲାମାନେ, 59 ତଳକୁ ଗୋଟେ ବି ମାର୍କ ଯାଇନି ସେକେଣ୍ଡ ଫେଜରେ। ମେ ବି ମତେ ଲାଗୁଛି ବୋଧେ ଥାର୍ଡ ସିଲେକ୍ସନ ହେଇ ବି ନପାରେ, କାରଣ ତୁମର ଭେକେନ୍ସି ଦେଖିଲା ବେଳକୁ ମାନେ ବହୁତ କମ ଅଛି, କାରଣ ଅଧିକ ମାନେ ବହୁତ ପିଲା ଫାଷ୍ଟ ଫେଜରେ ଯେତିକି ପିଲା ପାଇଥିଲେ ବହୁତ ପିଲା ଫାଷ୍ଟ ଫେଜରେ ପାଇସାରିଛନ୍ତି। ତ ମତେ ଲାଗୁନି କାହିଁ ସେମାନେ ସ୍ଲାଇଡ ଅପ୍ କରିଥିବେ। ଠିକ ଅଛି, ସ୍ଲାଇଡ ଅପ୍ ଯଦି କରିଥିବେ ତ ଭଲ କଥା, ଯଦି ସ୍ଲାଇଡ ଅପ୍ ଯଦି କରିନଥିବେ ତ ବହୁତ ଦୁଃଖର କଥା। ତ ସମସ୍ତେ ବ୍ୟସ୍ତ ହୁଅନି, ମାନେ ଟେନସନ ନିଅନି, ତ ନିଜ ମେହନତ କର। କେମିତି ଚେଷ୍ଟା କର ଯଦି ଏ ବର୍ଷ ଯେତିକି ମାନେ ତୁମର ମାନେ ମେହନତ କରିଛ ତାର 2 ଡବଲ କିନ୍ତୁ ମେହନତ କରିକି ତୁମେ ପ୍ରିଭିୟସ ମାନେ ଏକ୍ଜାମ ଠୁ ଆଉ ଟିକେ ଭଲ ଯଦି ବେଟର କରିବ ନେକ୍ସଟ ଏକ୍ଜାମ ରେ। ଠିକ ଅଛି, ତ ତୁମର ଏ ବର୍ଷ ଯାହା କର ଗଲା, ନେକ୍ସଟ ଏକ୍ଜାମ ଯେତେବେଳେ 2026 କୁ ଯେତେବେଳେ ତୁମେ ଏକ୍ଜାମ ଆଉଥରେ ଦେବ ବୋର୍ଡ ଏକ୍ଜାମ, ତ ସେଠାରେ ତୁମେ ତୁମର ଭଲ ରେଜଲ୍ଟ ଯେମିତି ଦେବା ପାଇଁ ଚେଷ୍ଟା କରିବ। ତୁମେ ଭାବିବନି ଯେ ନା ମୁଁ ଏ ବର୍ଷ ଏତିକି ମାର୍କ ରଖିଥିଲି ମାନେ ମୁଁ ସେତିକି ହିଁ ରଖିବି, ସେତିକି କେବେ କରିବି, କାରଣ ତୁମର ଏଇଟା କମ୍ପିଟେଟିଭ ମାନେ ପିଲାଙ୍କୁ କମ୍ପିଟିସନ ବହୁତ ଚାଲିଛି। କାରଣ ତୁମର ଦେଖିଥିଲ ଯେ ପ୍ରିଭିୟସ ଇୟର ଦେଖିଲ ଯେ ତୁମର ପ୍ରିଭିୟସ ଇୟର ବହୁତ କଟ ଅଫ୍ ମାର୍କ ଯାଇଥିଲା 50 53 ଏମିତି ଯାଇଥିଲା, ତେଣୁ ଆମେ ସେତିକି ରଖିବା ନା, ତାଠୁ ତୁମେ ଚେଷ୍ଟା କରିବ ସବୁବେଳେ 10 15 ମାର୍କ ସବୁବେଳେ ଅଧିକା ରଖିବା ପାଇଁ ଚେଷ୍ଟା କରିବ। ତ ଯଦି ଏ ବର୍ଷ ଯଦି ତୁମେ ଏ ବର୍ଷ ଯଦି 40 ରଖୁଛ, ଚେଷ୍ଟା କରିବ 4 45, ତୁମର କେତେ 55 60 ପାଖାପାଖି ମାର୍କ ରଖିବାକୁ ଚେଷ୍ଟା କରିବ। ଯଦି ଏ ବର୍ଷ ଯୋଉ ପିଲାମାନେ 70 ମାନେ 60 ପ୍ଲସ୍ ରଖିଛନ୍ତି, ତ ସେମାନେ ଚେଷ୍ଟା କରିବା ନେକ୍ସଟ ଇୟରକୁ କେତେ 80 ମାର୍କ ରଖିବା ପାଇଁ ସେମାନେ ଚେଷ୍ଟା କରିବେ, 80 75 ରଖିବା ପାଇଁ ଚେଷ୍ଟା କରିବେ। ଆଉ ସେମାନେ ନିଜକୁ ପ୍ରିପାରେସନ କରୁଛନ୍ତି, ତ ସେମାନେ ଅଲରେଡି ଯୋଉମାନଙ୍କର ଏ ବର୍ଷ ତ ହେଇଗଲା ସେମାନେ ଆଡମିସନ ହେଇଗଲେ। ଠିକ ଅଛି, ତ ଏବେ ଆମେ ଦେଖିବା ତୁମେ ନିଜର ଇନଷ୍ଟିଚ୍ୟୁଟ ଯେ ଯାର ନିଜର କଲେଜକୁ ନିଜେ ନିଜେ ଚେକ୍ କରିବ, ଯେ ଯାର ଡିଷ୍ଟ୍ରିକ୍ଟକୁ ଯାଇକି ଚେକ୍ କରିବ। ଠିକ ଅଛି, ତା ବଦଳରେ ଏବେ ଆମେ ଦେଖିବା ଭେକେନ୍ସି କେତେ ଅଛି। ଠିକ ଅଛି, ଭେକେନ୍ସି ଏବେ ଆମେ ଦେଖିବା ଇନଷ୍ଟିଚ୍ୟୁଟ ୱାଇଜ ତୁମେ ଦେଖିବ ତ ଷ୍ଟ୍ରେନ୍ଥ ଆଡମିସନ ଆଣ୍ଡ ଭେକେନ୍ସି, ତାକୁ ଆମେ ମାରିବା। ତୁମେ ଏଠି ଦେଖ ପିଲାମାନେ, କଟକରେ ଦେଖିପାରୁଥିବ ପିଲାମାନେ, ନା ତୁମର ମାତ୍ର 150ଟା ସିଟରୁ ମୋର ଅଲରେଡି 126 ଜଣ ସିଲେକ୍ସନ ମାନେ ଆଡମିସନ ଅଲରେଡି ହେଇ ସାରିଲାଣି, ମାନେ ଫାଷ୍ଟ ଫେଜରେ ହିଁ ସେ 126 ଜଣଙ୍କୁ ନେଇ ସାରିଲାଣି ସେ, ମାନେ ତୁମର ଟୋଟାଲ ମାତ୍ର ଆଉ 24ଟା ମାତ୍ର ଭେକେନ୍ସି ରହିଲା, ମାତ୍ର ଆଉ 24ଟା। ଆଉ ତମେ ଭାବିପାରୁଥିବ ଇଏ ଆଉ ଥାର୍ଡ ସିଲେକ୍ସନ ତାର ବାହାରିବ ନାହିଁ, ଆଉ ଅଲରେଡି ଏବେ ସେ ସେକେଣ୍ଡ ୱେଟ କରିଛି, ଯଦି ସେକେଣ୍ଡ ୱେଟରେ 24ଟା ପିଲାଙ୍କୁ ସେ ଏଣ୍ଟ୍ରି କରିଦବ। ଠିକ ଅଛି, ସେକେଣ୍ଡ ଫେଜରେ ହିଁ ସେ 24ଟା ପିଲାକୁ ସେ ଏଣ୍ଟ୍ରି କରିଦବ।
ଠିକ ଅଛି। ତା ବାଦରେ ତୁମେ ତୁମର ଦେଖିପାରୁଥିବ ପିଲାମାନେ ସମ୍ବଲପୁର, ଠିକ ଅଛି। ସମ୍ବଲପୁରରେ ମାତ୍ର ତୁମର କେତେ 100ଟା ସିଟ୍ ଅଛି। ଟୋଟାଲ 100ଟା ସିଟ୍ ଅଛି, ସେଠି ତୁମର ମାତ୍ର ଅଲରେଡି 68 ପିଲା ଆଡମିସନ ହେଇସାରିଲାଣି। ତାପରେ ତୁମର ଭେକେନ୍ସି କେତେ ରହିଲା? ମାତ୍ର 32। ତାହେଲେ ତୁମର ଭାବିବ ତ ସେକେଣ୍ଡ ସିଲେକ୍ସନରେ ହିଁ ସେ ତୁମ ସବୁ ପିଲାମାନଙ୍କୁ ନେଇଯିବ। ତେଣୁ ଥାର୍ଡ ଯୋଉଟାକି ତୁମର ଥାର୍ଡ ସିଲେକ୍ସନ ହେବାର ଚାନ୍ସ ହିଁ ନାହିଁ, ଠିକ ଅଛି। ତାପରେ ତୁମେ ଦେଖିପାରୁଛ ପିଲାମାନେ ବ୍ରହ୍ମପୁର, ବ୍ରହ୍ମପୁରରେ ସେଇ ସେମ୍ କେତେ ଟୋଟାଲ 100ଟା ସିଟ୍ 63ଟା ପିଲା ନେଇସାରିଲାଣି। ଆଉ ତୁମର କେତେ ରହିଲା? ଯଦି ସେକେଣ୍ଡ ଆଲଟମେଣ୍ଟରେ 37, ଯଦି ପିଲା ନେଇଗଲା ତାହେଲେ ଥାର୍ଡ ପାଇଁ ସେ ନେବ ନାହିଁ। ଯଦି ପିଲା ଯଦି କମ ନେଲା, 10ଟା ଛୁଆ ନେଲା, କି ଆଡମିସନ ହେଲେ, ଠିକ ଅଛି, କି 15ଟା ପିଲା ଆଡମିସନ ହେଲେ, ତାହେଲେ ଠିକ ଅଛି, ତାହେଲେ ଥାର୍ଡ ହେଇପାରେ ମେ ବି, ଠିକ ଅଛି। ତାପରେ ଆମେ ଦେଖିବା ତୁମର ନିଜ ନିଜର ଯେ ଯାହାର ଇନଷ୍ଟିଚ୍ୟୁଟ ଦେଖିକି ନିଜ ନିଜର ଡିଷ୍ଟ୍ରିକ୍ଟ ୱାଇଜ ତୁମେ ତୁମର ଦେଖିପାରୁଥିବ, ଠିକ ଅଛି। ସମସ୍ତେ ଦେଖ। ତାପରେ ଆମେ ଦେଖିବା ବାରିପଦା, ଯୋଉଟା ମୟୂରଭଞ୍ଜରେ ଯୋଉଟା ରହୁଛି, ଠିକ ଅଛି। ମୟୂରଭଞ୍ଜ ତୁମେ ମାନେ ପିଲାମାନେ ଦେଖ, ଯୋଉମାନେ ମୟୂରଭଞ୍ଜ ଡିଷ୍ଟ୍ରିକ୍ଟରୁ ବିଲଙ୍ଗସ୍ କରୁଛ, ସେମାନେ ଦେଖ ବିଏଡ୍ ପିଲାମାନେ 100ଟା ମାତ୍ର ସିଟ୍, 64ଟା ପିଲା ଫାଷ୍ଟ ଫେଜରେ ଅଲରେଡି ଆଡମିସନ ହେଇସାରିଲେ, ଠିକ ଅଛି। ଫାଷ୍ଟ ଫେଜ ଅଲରେଡି ଆଡମିସନ ହେଇସାରିଲେ, ତାହେଲେ ତୁମର ଭେକେନ୍ସି କେତେ ଅଛି? ମାତ୍ର 36ଟା। ଆଉ ମାତ୍ର ଭେକେନ୍ସି ମାତ୍ର 36ଟା ଭେକେନ୍ସି ଅଛି। ତେଣୁ ସେଇ 36ଟା ସାରା ଯଦି ସେକେଣ୍ଡ ଆଲଟମେଣ୍ଟରେ ନେଇଗଲା, ତାହେଲେ ତୁମର ଆଉ ହେବ ନାହିଁ। ତ ଦେଖିବା କଣ ତୁମର ଆଇଦର ହେଇପାରେ 10ଟା ଛୁଆକୁ ନେଇପାରେ କି 15ଟା ପିଲାକୁ ନେଇପାରେ। ତାପରେ ତାର ଥାର୍ଡ ସିଲେକ୍ସନ ଯଦି ହେଲା ତ ଭଲ କଥା, ଠିକ ଅଛି। ତାପରେ ଯୋଉମାନେ ନଳିନୀ ଦେବୀ ଓମେନ୍ସ କଲେଜରେ ଯୋଉମାନେ ରହିବା ପାଇଁ ଚାହୁଁଛ, ଯୋଉମାନେ ଖାଲି ଓମେନ୍ସ କଲେଜରେ ରହିବା ପାଇଁ ଚାହୁଁଛ, ଠିକ ଅଛି। ତାର ଦେଖ ଭୁବନେଶ୍ୱର ଯୋଉଟା ଅଛି ନଳିନୀ ଦେବୀ, ତାର କେତେ ଅଛି ବିଏଡ୍ ପାଇଁ? 150ଟା ଅଛି, ଅଲରେଡି ସେ 104ଟା ସିଟ୍ ସେ ନେଇସାରିଛି। ତେବେ ଫାଷ୍ଟ ପେଜରେ ଯଦି 104ଟା ଗଲା, ତାହେଲେ ତୁମେ ଭାବି ପାରୁଥିବ ସେକେଣ୍ଡରେ ସେ କେତେଟା ପିଲା ନେବ 44ଟାରୁ। ଯଦି ଭଲ ମାର୍କ ଯଦି ଆସିଲା ତାହେଲେ ସେ ଟୋଟାଲ ସବୁଟା ବି ନେଇଯାଇପାରେ, ନହେଲେ ଯଦି ଭଲ ମାର୍କ ଯଦି ଆସିଲା ତାହେଲେ ସେ 20ଟା ବି ନେଇଯିବ କି 30ଟା ବି ନେଇଯିବ। ଆଉ ବାକି ଯଦି ରହିଲା ଥାର୍ଡ ସିଲେକ୍ସନ, ଥାର୍ଡ ସିଲେକ୍ସନ ମତେ ଲାଗୁନି କାହିଁ ହେଇପାରିବ, କାରଣ ତୁମର ସିଟ୍ ହିଁ ସେତିକି ନାହିଁ। କାରଣ ସେ ଯେତିକି ମେଞ୍ଚେ ମେଞ୍ଚେ ଛୁଆ ନଉଛି, ଥାର୍ଡ ସିଲେକ୍ସନ ହେବାର ଚାନ୍ସ ନାହିଁ। କିନ୍ତୁ ଯୋଉମାନଙ୍କୁ ବିଏଡ୍ କୁ ଛାଡି ଦେଇକି ଏମ୍ଇଡି ଆଉ ବିଏଚଇଡି ଯୋଉ ଭେକେନ୍ସି ରହୁଛି, ସେଗାର ଥାର୍ଡ ସିଲେକ୍ସନ ପର୍ଯ୍ୟନ୍ତ ଯାଇପାରେ ମେ ବି, ଠିକ ଅଛି। ଅଲରେଡି ତୁମେ ମାନେ ଦେଖିପାରୁଥିବ ଯେ ଜେନେରାଲ ପୁଣି ଏସି ଏସଟି ମାନଙ୍କର କୋଟା କୋଟା ମାନଙ୍କର ସିଟ୍ ନାହିଁ, ପୁଣି ଭେକେନ୍ସି ମାନେ ପିଲା ନାହିଁ, ମାନେ ତାଙ୍କ ପାଇଁ ଭେକେନ୍ସି ନାହିଁ। ତାପରେ ତୁମେ ଦେଖିପାରୁଥିବ ପିଲାମାନେ ଯୋଉମାନେ ଫୁଲବାଣୀ କନ୍ଧମାଳ ସାଇଡ ପିଲାମାନେ ଦେଖ, ଯୋଉମାନେ ଫୁଲବାଣୀ ଆଉ କନ୍ଧମାଳ, ଫୁଲବାଣୀ ଆଉ କନ୍ଧମାଳ ସାଇଡ ର ପିଲାମାନେ ଦେଖ, ତୁମର ବିଏଡ୍ 100ଟା ସିଟ୍ ଅଛି, ଅଲରେଡି ପିଲା ଆଡମିସନ ହେଇସାରିଲାଣି 51 ଜଣ। ଏଠି ତୁମର ଫୁଲବାଣୀରେ 51 ଜଣ, ଫୁଲବାଣୀରେ ତୁମର ହେଇଗଲା କେତେ? ସରି, ଫୁଲବାଣୀରେ ତୁମର 51 ଜଣ, କନ୍ଧମାଳ ହଉଛି 42 ଜଣ। ତାହେଲେ ତୁମର ସିଟ୍ ଅଛି 49, 58। ତେବେ ତୁମର ସେକେଣ୍ଡ ସିଲେକ୍ସନ ଆଉ ଥାର୍ଡ ସିଲେକ୍ସନ ହେବାର ଚାନ୍ସ ବହୁତ ଅଛି, ଠିକ ଅଛି। ଥାର୍ଡ ସିଲେକ୍ସନ ହବାର, ସେକେଣ୍ଡ ସିଲେକ୍ସନ ତ ହେବ କମ୍ପଲସରି, କିନ୍ତୁ ଥାର୍ଡ ସିଲେକ୍ସନ ବି ହେବ କମ୍ପଲସରି। କାରଣ ପିଲାମାନେ ବହୁତ କମ କମ ମାନେ ସେ ନେଇଛନ୍ତି, ଗୋଟେ କମ ସିଟ୍ ଅଛି 100ଟା। ତେଣୁ ଫାର୍ଷ୍ଟ ସିଲେକ୍ସନ ଅଲରେଡି ସେ କମ କମ ସିଟ୍ ନେଇଛି, ମାନେ ତୁମର ସେକେଣ୍ଡ ଥାର୍ଡ ବେଳକୁ ସେ କମ କମ ନେବ ହିଁ ନେବ, ଠିକ ଅଛି। ତା ବାଦରେ ଯୋଉମାନେ କେଉଁଝର ପିଲାମାନେ ଯୋଉମାନେ ଦେଖିପାରୁଥିବ ଧରଣୀଧର କଲେଜ ରେ ଯୋଉମାନେ ଆଡମିସନ ନେବା ପାଇଁ ଚାହୁଁଛ ବିଏଡ୍ ରେ, ତାଙ୍କ ମାତ୍ର 50ଟା ମାତ୍ର ସିଟ୍ ଅଛି, ବହୁତ କମ। ପୁଣି ଭଦ୍ରକ ତୁମେ ଦେଖିପାରୁଥିବ, ଭଦ୍ରକରେ ମାତ୍ର 50ଟା ମାତ୍ର ସିଟ୍ ଅଛି, 20ଟା ନେଇଛି, ଏଠି 13ଟା ସିଟ୍ ନେଇଛି କେଉଁଝର। ତାହେଲେ ତୁମର ଆଉ ସିଟ୍ କେତେ ରହିଲା? 37ଟା। ତେଣୁ ତୁମର ଏଠି ସେକେଣ୍ଡ ସିଲେକ୍ସନ ଥାର୍ଡ ସିଲେକ୍ସନ ହେବ, ହେଲା। ଥାର୍ଡ ସିଲେକ୍ସନ ହେବ ତୁମର ଏଠି କମ୍ପଲସରି, ହେଲା।
ଯଦି ସିଟ୍ ଯଦି ଯୋଉ କାଟେଗୋରୀ ହିସାବରେ ଯଦି ଭେକେନ୍ସି ଦେଇଥିବ କେବଳ ସେମାନଙ୍କର ହେବ। ଆଦାର ଯଦି ଜେନେରାଲ ଭେକେନ୍ସି ଯଦି ଥିବ ଜେନେରାଲ କାଟେଗୋରୀ ପିଲାମାନଙ୍କ ପାଇଁ ତାହେଲେ ଭେକେନ୍ସି ହେବ, ତାହେଲେ ସେମାନଙ୍କର ଆଡମିସନ ହେବ। ଯଦି ଏସି ବିସି ପିଲାମାନଙ୍କର ଯଦି ଭେକେନ୍ସି ଥିବ ଏସି ଏସି ପିଲାମାନଙ୍କର ହେବ। ଯଦି ଭେକେନ୍ସି ଯଦି ଥିଲା ପୁରା ଠିକ ଠାକ ହେବ, କ'ଣ ଟେନସନ ନହେଲେ କିଛି ନ ହେଇ ବି ପାରେ। ତାପରେ ଏବେ ତୁମେ ଦେଖିବ ତ ରାଜଧାନୀ କଲେଜ, ତ ରାଜଧାନୀ କଲେଜର ଯୋଉ ପିଲାମାନେ ରହୁଛ ରାଜଧାନୀ କଲେଜରେ ମାନେ ଆଡମିସନ କରିବା ପାଇଁ ଯଦି ଯାଉଥିବେ ତାଙ୍କ ପାଖରେ ମାତ୍ର 50ଟା ସିଟ୍, 12ଟା ପିଲା ଅଲରେଡି ଯାଇଛି ଆଉ 38ଟା ମାତ୍ର ସିଟ୍ ରହିଲା। ତେଣୁ ସେକେଣ୍ଡ ସେକେଣ୍ଡ ତ ତୁମର ପିଲାମାନେ ଜାଣିବ ତ ସେକେଣ୍ଡ ତ ତୁମର ବାହାରିବ 19 ତାରିଖ ବେଳକୁ ବାହାରୁଛି, ଠିକ ଅଛି 19 ତାରିଖରୁ ଡେଟ୍ ଅଛି। ତେଣୁ ତୁମର ଏଠି କ'ଣ କରିବେ ଥାର୍ଡ ପାଇଁ ବି ବାହାରିବ। କ'ଣ ଦେଖ ଯଦି ତୁମର ସେକେଣ୍ଡ ଫେଜରେ ହିଁ ଯଦି ସବୁ କଲେଜ ମୁଁ କଥା କହୁଛି, ଯଦି ତୁମର ସବୁ କଲେଜ ପିଲା ଯେତିକି ବି ଭେକେନ୍ସି ତୁମେ ମାନେ ଦେଖିପାରୁଛ, ଯଦି ସବୁ ଭେକେନ୍ସିରୁ ଯଦି ସେକେଣ୍ଡ ଫେଜରେ ହିଁ ଯଦି ସେ ସବୁ ସେକେଣ୍ଡ ଫେଜରେ ହିଁ ମିନିମମ୍ ଯଦି ସେ 10ରୁ 15 ଭିତରେ ଯଦି ପିଲା ନିଏ, 10ରୁ 15 ଭିତରେ ଯଦି ପିଲା ନିଏ, ତାହେଲେ ତୁମର ସମସ୍ତଙ୍କର ଥାର୍ଡ ତୁମର ଫେଜ କମ୍ପଲସରି ହେବ ହେଲା। କମ କମ ପିଲା ମତେ ଲାଗୁଛି ଆଇଦର ସେ ନେଇପାରେ, ମାନେ ମେ ବି ଆମେ ଧରୁଛେ ଏକ୍ସେପ୍ଟ ଧରୁଛେ, ଯଦି ସେ ସବୁ ଛୁଆକୁ ନେଇଗଲା ବି ସେକେଣ୍ଡ ସିଲେକ୍ସନରେ ତାହେଲେ ଥାର୍ଡ ସିଲେକ୍ସନ ହେଇନପାରେ। ସବୁ କଲେଜ କଥା କହିପାରିବିନି, ଯାହାର ସିଟ୍ ଯଦି କମ୍ପ୍ଲିଟ ହେଇଗଲା ତାହେଲେ ସେ ଥାର୍ଡ ସିଲେକ୍ସନ କାଢିବ ନାହିଁ ହେଲା। ତାର ଉତ୍କଳ ୟୁନିଭର୍ସିଟି ପିଲାମାନେ ଦେଖ, ଉତ୍କଳ ୟୁନିଭର୍ସିଟିରେ ତୁମେ ମାନେ ଦେଖିବ ତ ବିଏଡ୍ ଠିକ ଅଛି, ପୁଣି ରମାଦେବୀ ଦେଖ, ରମାଦେବୀ ଆଣ୍ଡ ଉତ୍କଳ ୟୁନିଭର୍ସିଟି ବିଏଡ୍ ଅଛି 50, ଠିକ ଅଛି, ପିଲା 23 ଯାଇଛି ଆଉ ସିଟ୍ ମାତ୍ର ଅଛି 27। ତେଣୁ ୟାଙ୍କର ବି ସେଇ ସେମ୍ ରହିବ ଯାହା ସେକେଣ୍ଡ ଆଲଟମେଣ୍ଟ ତୁମର ବାହାରିବ, ଡେଟ୍ ଜାଣିଛ, ତେଣୁ ଥାର୍ଡ ବି ବାହାରିବ, ଠିକ ଅଛି। ତ ଯୋଉମାନେ ବି ନିଜ ନିଜର ଇନଷ୍ଟିଚ୍ୟୁଟ ଯୋଉ ଯୋଉ କଲେଜ ଆଡମିସନ ହେବା ପାଇଁ ଚାହୁଁଛ ତ ଦେଖିଦିଅ, ଠିକ ଅଛି। ଯଦି ଭିଡିଓଟି ଯଦି ଭଲ ଲାଗୁଛି ତେବେ ଲାଇକ୍ କର, ନିଜ ନିଜ ସାଙ୍ଗମାନଙ୍କୁ ମଧ୍ୟ ସେୟାର କର, ଯୋଉମାନେ ବିଏଡ୍ ଏକ୍ଜାମ ଦେଇ ସାରିକି ସେମାନେ ସେକେଣ୍ଡ ଆଲଟମେଣ୍ଟ ପାଇଁ ୱେଟ୍ କରିଛନ୍ତି ସେମାନଙ୍କୁ ସେୟାର କର। କଟଅଫ୍ କେତେ ମାର୍କ କ'ଣ ଯାଉଛି ତାକୁ ଭଲ ଭାବରେ ଦେଖ, ଠିକ ଅଛି। ତେଣୁ ବ୍ୟସ୍ତ ହୁଅନି, ଯୋଉମାନଙ୍କର ସେକେଣ୍ଡ ଆଲଟମେଣ୍ଟରେ ହେଇଯାଉଛି ତ ମୋ ତରଫରୁ ସେମାନଙ୍କୁ କଂଗ୍ରାଚୁଲେସନ, ଆଉ ଯୋଉମାନଙ୍କର ଯଦି ହଉ ମାନେ ସେକେଣ୍ଡ ଫେଜରେ ଯୋଉମାନଙ୍କର ହେଇନାହିଁ ତ ୱେଟ୍ କରିବେ, ଥାର୍ଡ ସିଲେକ୍ସନ କୁ ୱେଟ୍ କରିବେ, ଠିକ ଅଛି। ତ ଥାର୍ଡ ସିଲେକ୍ସନ ପାଇଁ ବି ମୁଁ ଭିଡିଓ କରିବି, ଆଉ ଥାର୍ଡ ସିଲେକ୍ସନର ତାର ଏପର୍ଯ୍ୟନ୍ତ କଟ ମାର୍କ ଆସିନାହିଁ, ତ ଯେବେ ତାର ଡେଟ୍ ଥିବ ତାର ମୁଁ ଗୋଟେ ଦିନ ଆଗରୁ ମୁଁ ତୁମକୁ ଭିଡିଓ ମୁଁ ପୋଷ୍ଟ କରିଦେବି। ତ ଆଜି ପାଇଁ ଏତିକି, ଧନ୍ୟବାଦ, ଜୟ ଜଗନ୍ନାଥ ପିଲାମାନେ।